ଜାନୁଆରୀ 15, 16, 17 ପାଣିପାଗ ପୂର୍ବାନୁମାନ ଓଡ଼ିଶା ପରିପ୍ରେକ୍ଷୀରେ। ହଁ ଆଜ୍ଞା, ମୁଁ ହେଉଛି କେକେ ସାମନ୍ତରାୟ। ଆପଣ ଦେଖୁଛନ୍ତି ୱେଦର କେକେ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲ୍କୁ ସ୍ୱାଗତ। ଯଦି କହିବା ତାହେଲେ ଓଡ଼ିଶାରେ ଏବେ ଶୀତର ଲହରୀ ଦେଖିବାକୁ ମିଳୁଛି ଏବଂ ବିଭିନ୍ନ ସ୍ଥାନରେ ତାପମାତ୍ରା ଯଦି କହିବା ଦ୍ରୁତ ଗତିରେ ସର୍ବନିମ୍ନ ତାପମାତ୍ରା ହ୍ରାସ ଘଟିଛି ଏବଂ ଶୀତର ଲହରୀ ଓଡ଼ିଶାରେ ଦେଖିବାକୁ ମିଳୁଛି। ଏହିଭଳି ସ୍ଥିତି ଆଗାମୀ 3 ଦିନ ମଧ୍ୟ ରହିବାର ସମ୍ଭାବନା ରହିଛି। ଆଉ ଯଦି ମୁଖ୍ୟ କାରଣ ଯଦି କହିବା ତାହେଲେ ଉତ୍ତର ଭାରତରେ ଏବେ ଦେଖିପାରୁଥିବେ, ଯଦି କହିବା ଉତ୍ତର ଭାରତରେ ଥଣ୍ଡା ବାୟୁ ପ୍ରଭାବିତ ହେଉଛି ଓଡ଼ିଶାକୁ ଉତ୍ତର ପଶ୍ଚିମ ଭାରତରୁ ଏବଂ ଉତ୍ତର ଭାରତରେ କହିବା ବିଭିନ୍ନ ରାଜ୍ୟର ତାପମାତ୍ରା 1 ଡିଗ୍ରୀରୁ ଆରମ୍ଭ କରିକି 5 ଡିଗ୍ରୀ ମଧ୍ୟରେ ରହୁଛି। ଇଏ ଦେଖିପାରୁଥିବେ ବିଭିନ୍ନ ରାଜ୍ୟର ତାପମାତ୍ରା ରହିଛି। ଏଇ ଯେଉଁ ଉତ୍ତର ଭାରତର ତାପମାତ୍ରା, ଏଇ ଯେଉଁ ପ୍ରଭାବ ରହୁଛି ତାପମାତ୍ରା ଥଣ୍ଡା ଯଦି କହିବା ବହୁତ ମାତ୍ରାରେ ଥଣ୍ଡା ପଡ଼ୁଛି। ସେ ଅଞ୍ଚଳ ଯେଉଁ ଥଣ୍ଡା ବାୟୁ ଓଡ଼ିଶା ମଧ୍ୟକୁ ପହଞ୍ଚୁଛି ଏବଂ ତାକୁ ସହାୟକ ହେଉଛି ମହାରାଷ୍ଟ୍ର ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ। ଏହି ଗୁରୁଚାପ ବଳୟ ପ୍ରଭାବରେ ଦ୍ରୁତ ଗତିରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାକୁ ସହାୟକ ହେଉଛି ଏବଂ ଇଏ ସିଧାସଳଖ ଆସିକି ଓଡ଼ିଶା ଯେତେବେଳେ ପହଞ୍ଚୁଛି, ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 3 ଦିନ କହିବା 15, 16, 17 ଯଦି କହିବା ଯେତିକି ଡିଗ୍ରୀ ଏବେ ରହୁଛି ସର୍ବନିମ୍ନ ତାପମାତ୍ରା ଏବେ 6 ଡିଗ୍ରୀ ରହିଛି ଝାରସୁଗୁଡ଼ା ଆଉ ରାଉରକେଲା, ତାହା ମଧ୍ୟ ଆହୁରି କମିବ ଏବଂ 2ରୁ 1 ଡିଗ୍ରୀ 3 ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି ଏବଂ ନୂଆ ନୂଆ ରେକର୍ଡ଼ ମଧ୍ୟ ସୃଷ୍ଟି କରିପାରେ ରାଜ୍ୟରେ ଏବଂ ତା ସହିତ କଟକ ଭୁବନେଶ୍ୱର ପ୍ରଭାବିତ ହେବ, କନ୍ଧମାଳ ହେବ, କୋରାପୁଟ ହେବ। ଏହିସବୁ ଅଞ୍ଚଳରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ଘଟିବ। ଆଭ୍ୟନ୍ତରୀଣ ଓଡ଼ିଶା କହିବା ଅନୁଗୁଳ, ଢେଙ୍କାନାଳ, କେଉଁଝର ମଧ୍ୟ ପ୍ରଭାବିତ ହେବ, ମୟୂରଭଞ୍ଜ ପ୍ରଭାବିତ ହେବ। ତ ଏହିଭଳି ସ୍ଥିତି ଆଗାମୀ 3 ଦିନ ଯଦି କହିବା ରାଜ୍ୟରେ ଶୀତର ଲହରୀ ଦେଖିବାକୁ ମିଳିବ। ନୂଆ ନୂଆ ରେକର୍ଡ଼ ମଧ୍ୟ ସୃଷ୍ଟି କରିବ। ଉତ୍ତର ଭାରତରୁ ଥଣ୍ଡା ବାୟୁ ଓଡ଼ିଶା ମଧ୍ୟ ପ୍ରବେଶ କରୁଛି ଏବଂ -ଡିଗ୍ରୀ ଯେଉଁ ରହୁଛି ଉତ୍ତର ଭାରତରେ ତାର ଥଣ୍ଡା ବାୟୁ ଓଡ଼ିଶା ମଧ୍ୟ ପ୍ରବେଶ କରୁଛି। ଆଗାମୀ ଦିନମାନଙ୍କରେ ଯେଉଁ ପଶ୍ଚିମ ଝଡ଼ ଆଉ ଗୋଟେ ଆସୁଛି, ତାର ପ୍ରଭାବ ମଧ୍ୟ ଉତ୍ତର ଭାରତରେ ପ୍ରଭାବ ପଡ଼ିବ ଏବଂ ତାର ଉତ୍ତର ଭାରତରେ ପ୍ରଭାବ ପଡ଼ିବାର ପରେ ଓଡ଼ିଶାର କ'ଣ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ତା ଆଗାମୀ ନିଶ୍ଚିତ ଭାବେ ତାପରେ ଅପଡ଼େଟ୍ ଦେବି। ଦେଖୁଥାନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ ସେୟାର କରିବେ। ରହିଲି, ନମସ୍କାର।